ଆପଣଙ୍କ ପରିଚୟଟା ଦେବେ। ମୁଁ ଭାଷ୍ୟକାର କ୍ଷୀରୋଦ କୁମାର ଗିରି। କଣ କହିବେ ରୋଇଡା କୋଉ ପ୍ରକାର ଆୟୋଜିତ ହେଇଛି ଫୁଟବଲ ଖେଳର? ରଇଡା ଫୁଟବଲ ପ୍ରତିଯୋଗିତା ଭୂୟାଁ ରଇଡା ଗ୍ରାମ ପଞ୍ଚାୟତର ଏକ ଅନନ୍ୟ ପ୍ରତିଯୋଗିତା। ଦୀର୍ଘ 9 ବର୍ଷର ପ୍ରତିଯୋଗିତା ଏବଂ ପ୍ରଥମ ବର୍ଷରୁ କାହ୍ନୁରାମଙ୍କର ଏତେ ମାତ୍ରା ମୋ ପ୍ରତି ଭଲ ପାଇବା ବିଶ୍ୱାସ ମୋତେ ଏ ପ୍ରତିଯୋଗିତାରେ ଯୋଡ଼ିଛନ୍ତି ଏବଂ ଏ ପ୍ରତିଯୋଗିତାରେ ଅନେକ ଦୂର ଦୂରାନ୍ତରୁ ଖେଳାଳି ଆସିଛନ୍ତି, ଖେଳପ୍ରେମୀ ଆସିଛନ୍ତି। 2 ଦିନରେ ଏତେ ସୁନ୍ଦର ଆୟୋଜନ ଏବଂ ଆର୍ଥିକ ପୁରସ୍କାର ସହିତ ଖାସି ମଧ୍ୟ ଦିଆଯାଏ। ଡିସେମ୍ବର 24 ଏବଂ 25 ଯେତେ ଝଡ଼ ଝଞ୍ଜା ବାଧାବିଘ୍ନ ହେଲେ ବି ଏ ପ୍ରତିଯୋଗିତା ସେଇ ସେମ୍ ଡେଟ୍ରେ ପ୍ରତ୍ୟେକ ବର୍ଷ ଆୟୋଜିତ ହୋଇ ଆସୁଛି। 70,000 ଟଙ୍କା ସହିତ ଖାସି ଟ୍ରଫି, 50,000 ଟଙ୍କା ସହିତ ଖାସି ଟ୍ରଫି, 25,000, 8,000, 8,000, 8,000 ଏଭଳି 8 ଗୋଟି ପୁରସ୍କାର, ଯାହା ଏ ଅଞ୍ଚଳର ଗୋଟିଏ ଅନନ୍ୟ ଉଦାହରଣ ଫୁଟବଲ ପ୍ରେମୀଙ୍କ ପାଇଁ। ମୋ ନାଁ ହେଉଛି ଚିନ୍ତାମଣି ପାତ୍ର, ଏକ୍ସ ଆର୍ମି। ହଁ, ବର୍ତ୍ତମାନ ସୁଦ୍ଧା ଆମ ରୋଇଡ଼ାରେ ଆମର କାହ୍ନୁରାମ ତାଙ୍କର ନିଜର ପ୍ରଚେଷ୍ଟାରେ ଆଜିକୁ 9 ବର୍ଷ ହେଲାଣି କଣ୍ଟିନ୍ୟୁ ସେମାନେ ଏଇ ଯେଉଁ ପ୍ରିନ୍ସ କ୍ଲବ ତରଫରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ କରି ଆସୁଛନ୍ତି ଆଉ ବହୁତ ଭଲରେ କରି ଆସୁଛନ୍ତି। ଧୀରେ ଧୀରେ ବର୍ତ୍ତମାନ ଆଗକୁ ବଢ଼ି ଚାଲିଛି। ଆଗରୁ ତ ବହୁତ ତାଙ୍କର ଡିଫିକଲ୍ଟ ଥିଲା, କିନ୍ତୁ ଏବେ ଯାହା ବି ହେଉ ଧୀରେ ଧୀରେ ବହୁତ କିଛି ଭଲରେ ହେଇ ଚାଲିଛି। ଆଗକୁ ଦେଖିବା, ଠାକୁର ଯଦି ସାଥ ଦିଅନ୍ତି ଆହୁରି ମଧ୍ୟ ଭଲ। ନମସ୍କାର, ମୋ ନାଁ ହେଲା କାହ୍ନୁରାମ। କଣ କହିବେ ଆଜି କୋଉ ପ୍ରକାର ଖେଳ ଆୟୋଜନ କରୁଛନ୍ତି? ଦେଖନ୍ତୁ, ଏଇ ଟୁର୍ଣ୍ଣାମେଣ୍ଟଟା ମୁଁ ଯେତେବେଳେ ଫାଷ୍ଟ ହେଲା 2018ରେ ଆଧାର କାର୍ଡ଼ ସିଷ୍ଟମରେ ଖେଳଟା କରିଥିଲି। ଆଜି ସେଇ ଆଧାର କାର୍ଡ଼ ଅନୁସାରେ ଟୁର୍ଣ୍ଣାମେଣ୍ଟ ମାନେ ମୁଁ ପ୍ରଥମ 9 ବର୍ଷ ପହଞ୍ଚେଇ ପାରିଲି ଏଇ ଟୁର୍ଣ୍ଣାମେଣ୍ଟକୁ ମୁଁ, ଯେଉଁଟାକି ପ୍ରିନ୍ସ କ୍ଲବ ରଇଡା ଆଜି ଭୂୟାଁ ରଇଡା ଏଇ ଯେଉଁ କମ୍ପାନୀ ପଡ଼ିଆରେ ଆମର ଖେଳ ହେଉଛି ଫୁଟବଲ ଖେଳ। ବାହାରୁ ବି କିଛି ଝାଡ଼ଖଣ୍ଡ ହେଲା, ଓଡ଼ିଶା ହେଲା, ବହୁତ ଦୂର ଦୂରରୁ ଆସୁଛନ୍ତି ଟିମ୍ ଖେଳିବା ପାଇଁ। ତାପରେ ଆମର 32 ଟିମ୍ କରିଛୁ। ଏଣ୍ଟ୍ରି ଫି ହେଲା 4,000 ଟଙ୍କା। 8ଟା ପୁରସ୍କାର ଦିଆହେଉଛି ଆମର ପ୍ରିନ୍ସ କ୍ଲବ ରଇଡା ତରଫରୁ।